ଦେଖୁଛନ୍ତି ଆପଣ ରାଇରଙ୍ଗପୁର ଚାରି ଆଖପାଖ ଅଞ୍ଚଳରେ ଭୀଷଣ ଆକାରରେ ଗ୍ରୀଷ୍ମ ପ୍ରତାପ ପାଇଁ ଲୋକମାନେ ଆଜି ଘରୁ ବାହାରି ପାରୁନାହାନ୍ତି। ଯାହାଫଳରେ କି ଦୋକାନୀମାନଙ୍କର ଆଉ ବ୍ୟବସାୟ ମଧ୍ୟ ବନ୍ଦ ହୋଇଯାଇଛି। ଗାଡ଼ି ଭଡ଼ା ଯେଉଁ ପରିମାଣରେ ଚାଲିବା କଥା ସେ ପରିମାଣରେ ବି ଚାଲୁନାହିଁ। ବର୍ତ୍ତମାନ ଲୋକ ଘରୁ ବାହାରି ପାରୁନାହାନ୍ତି। ଏହା ଜଣାପଡ଼େ ରାଇରଙ୍ଗପୁର ସକାଳୁ 4 ଡିଗ୍ରୀ ଥିଲା, ବର୍ତ୍ତମାନ 6 ଡିଗ୍ରୀ ସେଲସିୟସର ଅନୁମାନ କରାଯାଉଅଛି। ତାପ ବହୁତ ପରିମାଣରେ ବଢ଼ି ଚାଲିଛି। ଲୋକମାନେ ଆଉ ଯାତାୟାତ କରିପାରୁନାହାନ୍ତି। ଦେଖିଲା ବେଳକୁ ଶ୍ମଶାନ ଭଳିଆ ଲାଗୁଛି। ରାସ୍ତାରେ ଶ୍ମଶାନ ରାସ୍ତାରେ ଲୋକମାନଙ୍କର ଯିବା ଆସିବା ବହୁତ ଅସୁବିଧା ଏବଂ ଯାତ୍ରୀମାନଙ୍କର ବ୍ୟାଘାତ ମଧ୍ୟ ବହୁତ ଘଟୁଅଛି। ଚାରିପଟେ ଦେଖିବା ପାଇଁ ମିଳୁଛି। ଆଉ ଏଇ ଯେଉଁ ଜଳ ଛତ୍ର ଖୋଲା ହେଇଛି, ଜଳ ଛତ୍ରରେ ମଧ୍ୟ ଲୋକଙ୍କୁ ପାଣି ଅଟୁନି। ଆଉ ବନ୍ଧ ପୁଷ୍କରି ଯେତେ ଥିଲା ସବୁ ସୁବିଧି ବର୍ତ୍ତମାନ ମିଳୁନାହିଁ। ଆଉ ଆଖୁ ରସ ଏବଂ ପଣା ରସ ଆଉ ଏଇ ଦହି ସରବତ ଇତ୍ୟାଦି ଚାରିପଟେ ଲସି ଦୋକାନ ଭର୍ତ୍ତି ହୋଇଛି। ଲୋକ ଆସିପାରୁନାହାନ୍ତି, ଯାହାଫଳରେ କି ଲସି ଖାଇବା ପାଇଁ ମଧ୍ୟ ତାଙ୍କର ଯିବା ଆସିବା ଗନ୍ତବ୍ୟ ପଥ ଠିକ୍ ହେଇପାରୁନି। ତେଣୁ ଲୋକଙ୍କର ବହୁତ ଅସୁବିଧା। ପ୍ରାୟ ଯାହା ଅନୁମାନ କରାହୁଏ ବର୍ତ୍ତମାନ 40 ଡିଗ୍ରୀ ସେଲସିୟସ୍ ଅଛି। ହୁଏତ ସଞ୍ଜ ବେଳକୁ ଫେରି ଅଧିକ ପରିମାଣରେ ହେଇପାରେ। ଲସି ଦୋକାନ ଚାରିପଟେ ଭରପୁର ଭାବରେ ବଢ଼ି ରହିଛି। ଆଉ ଏଇ ଯେଉଁ ଲୋକମାନେ ଆସୁଛନ୍ତି ଯାଉଛନ୍ତି, ଭାଇ କେମିତି ଆପଣଙ୍କର ଖରାଟା କେମିତି ଲାଗୁଛି? ଆପଣ ବର୍ତ୍ତମାନ କୋଉଠୁ ଆଇଲେ କି? ମୁଁ ତ ଏନା ରାଇରଙ୍ଗପୁର ମାନେ ଗାଁରୁ ଆସିଲୁ। ରାଇରଙ୍ଗପୁର ବହୁତ ଖରା ଭାଇ, ବହୁତ ଖରା ଲାଗୁଛି। ନା ଇଚ୍ଛା ହୁଏନି, ଖାଲି ମଜବୁରି ବାড়িতে ହଉଛି, ନା ତ ଆଉ ଇଚ୍ଛା ହେଇନାହିଁ ବାହାରିବା ପାଇଁ। ଧନ୍ୟବାଦ ଭାଇ। ତାହେଲେ ଯାହା ଜଣାପଡ଼ୁଅଛି ଆଉ ଅଧିକ ପରିମାଣରେ ମଧ୍ୟ ଗ୍ରୀଷ୍ମ ପ୍ରତାପ ବଢ଼ିପାରେ। ଲୋକଙ୍କର ବହୁତ ଅସୁବିଧା ହେଉଛି। ରାଇରଙ୍ଗପୁରରୁ ଗୌରୀଶଙ୍କର ଷଡ଼ଙ୍ଗୀଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର। 47 ବର୍ଷର ଟ୍ରଷ୍ଟେଡ୍ ବ୍ରାଣ୍ଡ ରାଜ ଇଲେକ୍ଟ୍ରୋନିକ୍ସ এই ବର୍ଷ এসি ও রেফ্রিজরেটর ସବୁଠାରୁ କମ୍ ରେଟ୍ରେ କେବଳ ରାଜ ଇଲେକ୍ଟ୍ରୋନିକ୍ସରେ।